ଆସୁଣୀ ଛକର ଦୁର୍ଘଟଣା ଘଟଣା ଯେଉଁ ଘଟଣାର ଆପଣ ପ୍ରତ୍ୟକ୍ଷଦର୍ଶୀ ଥିଲେ ସେ ଘଟଣାଟି ନେଇକି ବିଭିନ୍ନ ସମୟରେ ଦେଖାଯାଇଛି ସେଠି ଫୁଟ ଓଭରବ୍ରିଜ କରାଯିବାକୁ କୁହାଯାଇଛି। ତା ଛଡ଼ା ପ୍ରାୟ ପ୍ରତି ମାସରେ ସେଠି 2ରୁ 3ଟି ଦୁର୍ଘଟଣା ହେଉଛି ଯେଉଁଥିରେ କି ଦୁର୍ଘଟଣା ଜନିତ ମୃତ୍ୟୁ ହେଉଛି ଆଉ ଏକାଧିକ ପଙ୍ଗୁ ହେଉଛନ୍ତି ବା ଆକ୍ରମଣୀୟ ହୋଇଯାଉଛନ୍ତି। ସେଠି ସେଠି ତ ବ୍ରିଜ ହେଲା, ବ୍ରିଜ ପରେ ସେ ଯେଉଁ ଯେତିକ ଜାଗା ରହିଲା ସେ ଜାଗାରେ ଆଉ ଗୋଟେ ବ୍ରିଜ ଯଦି ସେପଟ ବ୍ରିଜ ସହିତ ଲଗେଇ ଦିଆଯାନ୍ତା ସତ୍ୟବିହାର ଛକର ଯୋଉଟା ଅଛି ହାଇଟେକରେ ସେଟା ଗୋଟେ ଉନ୍ନତମୂଳକ କଣ ହୁଅନ୍ତା ଗୋଟେ ପଦକ୍ଷେପ ନିଅନ୍ତେ। ଏ ବାବଦରେ ଆପଣ କଣ କହିବେ ପ୍ରତ୍ୟକ୍ଷଦର୍ଶୀ ହିସାବରେ ଆଉ ସମାଜସେବୀ ହିସାବରେ? ଗୋଟେ ବଡ ଦୁଃଖଦାୟକ କଥା ଏଟା। ମାନେ ସେ ଭଦ୍ର ମହିଳା ଜଣଙ୍କର ଅଷ୍ଟମୀ ଭାର ନେଇକି ଯାଉଥିଲେ। ଆଜ୍ଞା। ସେ ଯୋଉ ଭଳି ଅବସ୍ଥାରେ ତାଙ୍କର ଜୀବନ ଯାଇଛି ମୁଁ ଦେଖିପାରିଲିନି, ରହିପାରିଲିନି ସେଠି। ଆଉ ଗୋଟେ ବଡ ଚିନ୍ତାର କାରଣ ମାନେ ଏଇଟାକୁ ପ୍ରଶାସନ ବି କେମିତି ନଜର କରୁନି କିମ୍ବା ନଜର କରିକି ଆଖି ବୁଜି ଦଉଛି। ଭୁବନେଶ୍ୱରକୁ ପ୍ରବେଶ, ଭୁବନେଶ୍ୱର ସହରକୁ ପଶିବାକୁ ମାତ୍ର ଗୋଟେ 20 ଫୁଟିଆ ପୋଲ, ମାତ୍ର ଗୋଟେ 20 ଫୁଟିଆ ପୋଲରେ ମାନେ ଓଡିଶା ସାରା ଲୋକ ଭୁବନେଶ୍ୱରକୁ ପଶିବ, ଯୋଉମାନେ କଟକ ଦେଇକି ଆସୁଛନ୍ତି ଭୁବନେଶ୍ୱର ଭିତରକୁ। ଓଡିଶା ସାରା କାହିଁକି ଆମ ୱେଷ୍ଟବେଙ୍ଗଲ ଗାଡି ସବୁ ସେପଟେ ଆସୁଛି। କହୁଛି ସେତିକି ଲୋକ ଆସୁଛନ୍ତି ଭୁବନେଶ୍ୱର ଭିତରକୁ ପଶୁଛନ୍ତି ଗୋଟେ 20 ଫୁଟିଆ ପୋଲ ଦେଇକି। ଆଉ ଗୋଟେ ପୋଲ ହବ ବୋଲି ଆମେ ସେଠାର ବାସିନ୍ଦା, ଆମେ ଏଇଠାର ଆମେ ପ୍ରାୟ 10 ବର୍ଷ ହେଲାଣି ଶୁଣି ଆଉଛୁ ଆଉ ଗୋଟେ ପୋଲ ହବ। ଦୁଃଖ ଲାଗିଲା ଆଜି ସେ ଘଟଣା ଦେଖିକି, ମୁଁ ମାନେ ଇଏ କରିପାରିଲିନି। ଆମର ଜଣେ ସମାଜସେବୀ ନାରାୟଣ ପୃଷ୍ଟି ଭାଇ ଅଛନ୍ତି, ସିଏ ବହୁତ ସଂଗ୍ରାମ କରିକିରି ଫୁଟ ଓଭର ବ୍ରିଜ ପାଇଁ ଅପରାଜିତା ଷଡଙ୍ଗୀ ମ୍ୟାଡାମଙ୍କ ସହିତ ଇଏ ହେଇକିରି ପୋଲ ଦିଟା ଗାତ ଫାତ କଣ ଖୋଳା ହେଇଛି, ଫଳକ ମରା ହେଲା, କିନ୍ତୁ ଆଉ କାମ ବନ୍ଦ, ଆଉ କାମ ହଉନି। ଫୁଟ ଓଭର ବ୍ରିଜ ଟା ଯଦି ହେଇथा ହୁଏତ ସେ ଭଦ୍ର ମହିଳା ପୋଲ ଉପରେ ଚଢିକି ପଳେଇଥାନ୍ତେ, ତାଙ୍କ ଜୀବନ ବଞ୍ଚିଯାଇଥାନ୍ତା। କେଡେ ଖୁସିର ଦିନ ପାଇଁ ସେ ଯାଉଥିଲେ, ବୋଧହୁଏ ତାଙ୍କ ଝିଅ ଘରକୁ ଯାଉଥିବେ କି କୋଉଠିକି ଯାଉଥିବେ, ପନିପରିବା ନେଇକି ଯାଉଥିବେ। ଆଉ କଣ କରାଯିବ, ବୋଧହୁଏ ସେ ସ୍ଥାନୀୟ ମହିଳା ଜଣକ ସ୍ଥାନୀୟ ଲୋକ ନିଶ୍ଚୟ ହେଇଥିବେ। କାରଣ ଯୋଉଥିପାଇଁ ରାସ୍ତାର ପୂର୍ବରୁ ଦେଖାଯାଏ ନା କେବେ, ଏଥରକ ରାସ୍ତାର ପୁରା ଜୋରଦାର ଏପର୍ଯ୍ୟନ୍ତ ଚାଲିଛି। ରାସ୍ତାର ଗାଡି ମୋଟର ପୁରା ଜାମ୍ ହେଇଗଲାଣି, ଯାଜପୁର ପର୍ଯ୍ୟନ୍ତ ଜାମ୍ ହେଇଗଲାଣି ଗାଡି ମୋଟର। ସେଠି ହେଇଥିଲା, ମୁଁ ସେଠି ଥିଲି ସେଇ ପାଖରେ ବା। ଆଜ୍ଞା, ସେଇ ପାଖରେ ହିଁ ଥିଲି ସେଇଠି। ଆଉ ଭିଡ ମୁଁ ଦେଖିଛି, ହବାଟା ସ୍ୱାଭାବିକ। ମଣିଷ ଜୀବନର ମୂଲ୍ୟ ପ୍ରଶାସନ ଆଉ ରାଜନେତା ମାନେ ବୁଝୁନାହାନ୍ତି। ଆଉ ନିଶାଗ୍ରସ୍ତ ଗାଡିଙ୍କର ଯୋଉଭଳି ପ୍ରାଦୁର୍ଭାବ ରାସ୍ତାରେ, ତାକୁ ଜଣେ ସାଧାରଣ ନାଗରିକ ଏଇ ଜିନିଷକୁ ବୁଝିପାରିବ, ଠିକ ବୁଝିପାରିବ ଯେ ରାସ୍ତାରେ 2 ଚକିଆ ସାଇକେଲଟେ ନେଇ ଯାଉଥିବ, ସେ ଜାଣିପାରିବ ଗାଡି ଚାଳକ ମାନଙ୍କର କୋଉ ଭଳିଆ ପ୍ରାଦୁର୍ଭାବ, ମଦ ନିଶାରେ କିଭଳି ପ୍ରାଦୁର୍ଭାବ। ପ୍ରଶାସନର ଯୋଉ ଅବହେଳା ଦେଖନ୍ତୁ। ଗୋଟେ ପୋଲ NH ଉପରେ, ଗୋଟେ NH, ସେଟା NH ଇଏରେ ବାହାରକୁ ପୋଲର ଏପଟ ସେପଟରେ 60 ଫୁଟିଆ 10 ଫୁଟିଆ ରୋଡ ଡବଲ ହୁଏ, ପଶିବାକୁ ଗୋଟାଏ ମାତ୍ର 20 ଫୁଟିଆ ପୋଲ। ଏ କଥାଟା ବି କେମିତି ପ୍ରଶାସନକୁ ଆଉ ରାଜନେତା ମାନଙ୍କୁ କେମିତି ଦେଖାଯାଉନି କି ଦେଖିକି ସେମାନେ ଆଖି ବୁଜି ଦଉଛନ୍ତି। କଣ ତାର ଇଏ, କେବଳ ଜଗନ୍ନାଥ ହିଁ ଭରସା ଆମ ମାନଙ୍କୁ, ନହେଲେ ଆଉ କିଛି ଇଏ ନାହିଁ। ଅଗଣିତ କେସ୍, ଆମେ ନାରାୟଣ ପୃଷ୍ଟି ଭାଇଙ୍କ ସହିତ ମୁଁ କଥାବାର୍ତ୍ତା ହେଇଛି ମ୍ୟାକ୍ସିମମ୍ ସମୟରେ। ଆମେ ଆନ୍ଦୋଳନ ବି କରିଛୁ ପ୍ଲାକାର୍ଡ ଧରିକି ସେଠି, କିନ୍ତୁ ତାର କିଛି ପ୍ରଭାବ ମତେ ଲାଗୁଛି ପ୍ରଶାସନ କିମ୍ବା ରାଜନେତା ମାନଙ୍କ ଉପରେ ପଡୁନି, କି ପଡିବନି ବୋଧେ ମୁଁ ଭାବୁଛି।